ଦେଖନ୍ତୁ ସାଙ୍ଗମାନେ ମୋ ମା ଏଠି କି ସୁନ୍ଦର ହସୁଛି। ହସିବାର ଗୋଟେ ନିହାତି ପୁରା ବଢ଼ିଆ ରିଜିନ୍ ଅଛି। ତ ମୋ ଭାଇ ଟିକେ ବାହାରେ ରହୁଛି। ଯେଉଁମାନଙ୍କ ଘରେ ପୁରୁଷ ଲୋକ ନଥାନ୍ତି ସେଇମାନଙ୍କ ଘରେ ନାରୀମାନଙ୍କୁ ଆଗକୁ ଯିବାକୁ ହୁଏ। ତ କାଲି ଶାମ୍ବ ଦର୍ଶନ ପାଇଁ ସେ ବିଭିନ୍ନ ପ୍ରକାର ମିଠା ଆଣିଛି, ଯେମିତିକି ଆମ ପୁଅର ଛେନାପୋଡ଼ ବଢ଼ା ହୁଏ। ମୋ ପୁଅର ସେଠି ବାଢ଼ନ୍ତି କିନ୍ତୁ ସେ ତାର ଖୁସିରେ ନେଇଯାଇଛି, ଯେହେତୁ ମୁଁ ଘରେ ଅଛି ଖାଇବ ତା ନାତି ଆଉ କ୍ଷୀରସାଗର। ଆଉ ଏ ସବୁ ଆଣୁ ଆଣୁ ବିଚରା ତାର ମାନେ ମିଠା ଦୋକାନରୁ ହିଁ ତାର ଭାଙ୍ଗି ଯାଇଛି ଏଠି ପଡ଼ିକି। ସେ ଯାହା ହଉ ବହୁତ କଷ୍ଟରେ ଯାଇଛି। ହେଲା ହାଟ ସଉଦା ବି କରିଛି। ଶାଗ, ବାଇଗଣ, ବିନ୍ସ, ବିଲାତି, କଞ୍ଚାଲଙ୍କା। ହଁ, ମୋ ପୁଅର ପୁରା ଡିମାଣ୍ଡ ଯେ ନାନୀ ମୁଁ ଡାବର ପେଷ୍ଟରେ ଘଷିବିନି, ମୁଁ କୋଲଗେଟ୍ରେ ଘଷିମି। କୋଲଗେଟ୍ ପେଷ୍ଟ ଆସିଛି ତା ପାଇଁ। ଆଉ ଇଏ ହେଲା ଫୁଲକୋବି, ଆଉ ଇଏ ହେଲା ମୋର ଗୋଟା ନଡ଼ିଆ, ଫେଣେ କଦଳୀ। ନଡ଼ିଆଟା ଘରେ ଅଛି, କଦଳୀଟା ନେଇ ଆସିଛି ମାର୍କେଟରୁ। ଆଉ ଇଏ ହେଲା ଆଳୁ, ନଡ଼ିଆ, କଦଳୀ ଆଉ ତାର କାଲାଜାମ। ମୋର କାଲାଜାମ। ଆଉ ଆପଣଙ୍କ ଘରେ ସବୁ କାଲିର ଆୟୋଜନ ପାଇଁ କ'ଣ କ'ଣ ବଢ଼ା ହେବ ନିଶ୍ଚିତ କମେଣ୍ଟରେ ଜଣେଇବେ କାହାର କ'ଣ ବଢ଼ା ହେଉଛି। ତ ମୋର ଏତିକି ଆସିଛି। ମୋ ମା ବିଚାରା ମନ ଦୁଃଖ ତାର ଚାଲି ଚାଲିକି ଆସିଛି। ରହିଲି।